ଖରା ଯୋଗୁଁ ଆଜିଠାରୁ ଅଙ୍ଗନବାଡ଼ି ବନ୍ଦ ବୋଲି ମୁଁ ନ ଜାଣି ପିଲାକୁ ନେଇ କେମିତି ହଇରାଣ ହେଲି ଅଙ୍ଗନବାଡ଼ିରେ। ଭିଡ଼ିଓଟି ଦେଖିଲେ ପୁରା ଜାଣିପାରିବେ। ସାଙ୍ଗମାନେ, ମୋର ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ ସ୍ୱାଗତ କରୁଛି। 23 ତାରିଖ ଠାରୁ ତ ସ୍କୁଲ ବନ୍ଦ ହେଲାଣି, କିନ୍ତୁ ଅଙ୍ଗନବାଡ଼ି ବନ୍ଦ ହେଇନଥିଲା। ଛୁଆକୁ ଉଠେଇ ବ୍ରସ୍ କରି ତାକୁ ଜଲ୍ଦି ବାହାର କରିକି ଦେଇଥିଲେ। ବଡ଼ ଛୁଆ ଗୋଟେ, ଛୋଟ ଛୁଆ ବଡ଼ ହଇରାଣ କରୁଛି ସକାଳ ସକାଳ। ଛାନିଆରେ ବାହାର କରିକି ଆସିକି ଅଙ୍ଗନବାଡ଼ି ପହଞ୍ଚେ ତ ଅଙ୍ଗନବାଡ଼ି ଦିଦି କହିଲେ ଯେ ଆଜିଠାରୁ ଅଙ୍ଗନବାଡ଼ି ଛୁଟି। ମୁଁ ଆଉ ମୋ ପିଲା ଘରକୁ ଫେରି ଆସିଥିଲେ। ଭାବନ୍ତୁ ତ କେମିତି ଲାଗିଥିବ। ପିଲାକୁ ଫେରେଇକି ଆଣିଲି, ତାପରେ ମୁଁ ଚାଲି ଆସିଥିଲି ଗାଧୋଇ ପାଧେଇକି। ସବୁ ଆମର ବାହାରେ ରୋଷେଇ ହେଇଥିଲା। ତାପରେ ମୁଁ ଯାଇକି ଝୁମରା ଝୁମୁରିଙ୍କୁ ଦୁଇଟା ଖାଇବା ପାଇଁ ଦେଇ ଦେଇଥିଲି, ଆଉ ଆମ ରାବିଟମାନଙ୍କୁ। ତାପରେ ମୁଁ ଯାଇ ପଖାଳ କଂସାଏ ଖାଇ ଦେଇଥିଲି। ତା ଭିତରେ ଆସିଯାଇଥିଲା ମୋର ଗୋଟେ ପାର୍ସଲରେ କ'ଣ ଅଛି ଚାଲନ୍ତୁ ଦେଖେଇବି। ଆମ ଘରେ ସବୁ ଏକ୍ସାଇଟେଡ଼ ହେଇକି ତାକୁ ଖୋଲୁଛନ୍ତି କ'ଣ ଅଛି ଆ ଭିତରେ। ପାର୍ସଲ ଚୁଲିକି ଦେଖିଲା ବେଳକୁ ତା ଭିତରେ ଗୋଟେ ଡ୍ରେସ୍ ବାହାରିଲା। ଡ୍ରେସ୍ଟା ବହୁତ ଭଲ ହେଇଥିଲା। ଆପଣମାନଙ୍କୁ ଭଲ ଲାଗିଲା ନାଇଁ ଜଣାଇବେ। ଆମ ଘରେ ତ ସମସ୍ତେ ତାକୁ ଟ୍ରାଏ କରିବାକୁ ଲାଗିଗଲେ। ତାପରେ ଲଞ୍ଚ କାମ ସାରିଦେଇ ଆମ ଝୁମରା ବାକି ବାହାରି ଯାଇଥିଲେ ଚରିବା ପାଇଁ। ପିଲାମାନେ ଖାଉଥିଲେ, ତାପରେ ଆମ ଘର ଛାଡ଼ି ଗଲେ ଚରିବା। ବିଲରେ ଛାଡ଼ିବା ଡ୍ୟୁଟି ଆଜି ମୋର ପଡ଼ିଥିଲା। ବିଲରେ ଛାଡ଼ି ଦେଇକି ଘରକୁ ଆସିକି ଦେଖେ ତ ବହୁତ ସାରା ଆମ୍ବ ଆସିଛି ଘରକୁ। ତାପରେ କାଟିବା ପାଇଁ ସବୁ ବସି ଯାଇଥିଲେ। କାଟିକି କୁଟାକି ଧୋଇ ଧୁଆକି ତାକୁ ଲୁଣରେ ଦେଇ ଦେଇଥିଲେ। ଏବେ ତ ଆଚାର ଆମ୍ବୁଲ ଟାଇମ୍, ସେଥିପାଇଁ ସେଇଥିରେ ହିଁ ଟାଇମ୍ ଅଧେ ଚାଲିଯାଉଛି। ଆମ୍ବ କାଟୁ ହେଇଗଲା ରାତି 10। ରାତି 10ରେ ଡିନର କରିନେଇଥିଲେ। ଆଜି ତ ଅଙ୍ଗନବାଡ଼ି ପିଲାକୁ ନେଇକି ବହୁତ ହଇରାଣ ହେଲେ। ଦିଦିଙ୍କୁ ପଚାରିଲେ ତ କହିଲେ ମୁଁ ଭୁଲି ଯାଇଛି କହିବା ପାଇଁ ଆଜି ଛୁଟି ବୋଲିକି। ଏମିତି କାହା ସାଙ୍ଗର ହେଇଛି କମେଣ୍ଟରେ ଜଣେଇବେ। ମୋତେ ତ ଆଜି ବହୁତ ରାଗ ଲାଗିଥିଲା, କିନ୍ତୁ କ'ଣ କରିବୁ, ସିଏ ବି ତ ମଣିଷ ନା, ସିଏ ବି ବେଳେବେଳେ ଭୁଲି ଯାଆନ୍ତି। ମୋ ପିଲା ତ ଏବେ ନୂଆ ଅଙ୍ଗନବାଡ଼ି ଯାଉଛି, ସେଥିପାଇଁ କିଛି ବୁଝି ହେବନି। ହଁ, ମୋ ଭିଡ଼ିଓରେ ଲାଇକ୍, ସେୟାର, ଫଲୋ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଭିଡ଼ିଓଟି କେମିତି ଲାଗିଲା ଜଣେଇବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।